ତ ସାଙ୍ଗମାନେ ପୁଣି ଆଜି ଗୋଟେ ଭଲ ରେସିପି ନେଇ ଆସିଛି। ଇଏ ବହୁତ ପୁରୁଣା ଦିନର ଆମର ରେସିପି। ଆମ ପିଲାଦିନେ ଆମ ମା କରନ୍ତି, ଖାଉ ଆମେ। ଆଉ ଇଏ ହେଉଛି କାଞ୍ଜି। ଆଉ କାଞ୍ଜି ଯଦି ଶୀତ ଦିନରେ ବନାନ୍ତି ବହୁତ ବଢ଼ିଆ ଲାଗେ, ଟେଷ୍ଟ କିଛି ଅଲଗା ଥାଏ। ଆଉ ଆମକୁ ଯଦି ଗରମ ଗରମ ଭାତ ସହିତ ଆଉ ଏଇ କାଞ୍ଜି ମିଳିଯାଏ ତ ଖାଇବାର ସ୍ୱାଦ ପୁରା ବଦଳିଯାଏ, ବହୁତ ଟେଷ୍ଟ ଲାଗେ। ଆଉ ଶୀତ ଦିନରେ ତ ଇଏ ବହୁତ ଟେଷ୍ଟ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ମୁଁ ଲକ୍ଷ୍ମୀ ଆପଣ ସମସ୍ତଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ତ ଡେରି ନ କରି ଚାଲନ୍ତୁ ଆଜିର ରେସିପିଟିକୁ ଷ୍ଟାର୍ଟ କରିବା। କାଞ୍ଜି ବନେଇବା ପାଇଁ କ'ଣ କ'ଣ ସବୁ ସାମଗ୍ରୀ ଦରକାର ଚାଲନ୍ତୁ ଦେଖିନେବା। ମୁଁ ଏଠି ଝଟା ନେଇଛି ଅଳ୍ପ, ପୁରା ଫ୍ରେଶ୍ ଝଟା ଅଛି। ଆଉ କିଛି ଅମୃତଭଣ୍ଡାକୁ ଏଇଭଳି ଭାବେ କାଟିକି ନେଇଛି। ଆଉ ଏଠି ହେଉଛି କଖାରୁ ନେଇଛି। କଖାରୁ ବି ଇଏ ଛୋଟ କଖାରୁ, ଆଉ କଖାରୁ ଅଳ୍ପ ନେଇଛି। ଆଉ ବାଇଗଣକୁ ବି ମଧ୍ୟ ଏଇଭଳିଆ ଲମ୍ବା ଲମ୍ବା ହେବା କାଟିକି ନେଇଛି। ଆଉ ମୂଳାକୁ ସୁନ୍ଦର ଦେଖାଯିବା ପାଇଁ ଗୋଲ ଗୋଲ ଚକା ଚକା କରି କାଟିକି ନେଇଛି। ଆଉ ମୂଳା ଆପଣମାନେ ଯେତେ ଚାହିଁବେ ସେତିକି, ମୁଁ ଟିକେ ଅଧିକ ମୂଳା ନେଇଛି। ଆଉ ମୂଳାର ଯେଉଁ ପତ୍ର, ଯେଉଁ ତା ଡାଙ୍ଗ ଥାଏ, ସେ ଡାଙ୍ଗ ପତ୍ରକୁ କିଛି ପକେଇ ନେଇଛି। ପତ୍ର ନାହିଁ, ଖାଲି ଯେଉଁ ତା ଯେଉଁ ମୂଳ ଥାଏ ସେଇ ମୂଳ ଡାଙ୍ଗକୁ ପକେଇଛି। ଆପଣମାନେ ଚାହିଁଲେ ଅନେକ ଯେକୌଣସି ପରିବା ନେଇପାରିବେ ଆପଣଙ୍କ ପସନ୍ଦର, ନେଇଛି। ଆଉ ଏଠି ଦେଖନ୍ତୁ ମୁଁ ପେଜ ରଖିଥିଲି, ଇଏ ହେଉଛି ଅରୁଆ ପେଜ, ବହୁତ ବହଳା ଅଛି। ଆଉ ଆପଣମାନେ ଯେକୌଣସି ବି ପେଜ ନେଇପାରିବେ, ମୋର କେବଳ ଏ ଅରୁଆ ପେଜ ଥିଲା ତ ଅରୁଆ ପେଜରେ ହିଁ ବନେଇବି। ତ ଏଠି ପେଜ ବହଳା ଅଛି, କିନ୍ତୁ ଫାଷ୍ଟରେ ମୁଁ ପାଣି ଅଳ୍ପ ଆଡ଼୍ କରିବି। ଆଉ କିଛି ଅରୁଆ ଭାତ ଥିଲା, ତ ଅରୁଆ ଭାତ ଅଳ୍ପ ନେଇଛି। ଆପଣମାନେ ଚାହିଁଲେ ଭାତ ନ ଦେଇକି ବି ଆପଣ ଚାଉଳ ବି ଦେଇପାରିବେ, ଯାହା ଖୁଦ, ଯେଉଁ ଅରୁଆ ଖୁଦ ଥାଏ। ତ ମୁଁ ଭାତ ହିଁ ଆଡ଼୍ କରି, ବର୍ତ୍ତମାନ ମୁଁ ଗ୍ୟାସ୍ ଅନ୍ କରିକି ସେଥିରେ ପେଜକୁ ବସାଇ ଦେଇଛି। ମୁଁ ଅଳ୍ପ ଆଉ ପାଣି ଦେଇଛି, କାହିଁକିନା ପେଜଟା ବହୁତ ବହଳା ଥିଲା। ତ ଏବେ ଆମେ ହଳଦୀ ଗୁଣ୍ଡ ପକାଇଦେବା। ଆଉ ସ୍ୱାଦ ଅନୁଯାୟୀ ମୁଁ ଲୁଣ ଏଠି 1 ସ୍ପୁନ୍ 1.5 ସ୍ପୁନ୍ ନେଇଛି। ଆଉ ଏବେ ଆମେ ଏଥିରେ ଯେତିକି ପାଣି ଆମର ଦରକାର, ପେଜଟା ଭିତରେ ପାଣି ଦେଖନ୍ତୁ ଯେତିକି ଦରକାର ଆମର ପାଣି, ଆପଣ ସେତିକି ହିଁ ନେବେ। ଆଉ ଏବେ ଆମେ ଏଥିରେ ସବୁ ଯେଉଁ କାଟିକି ରଖିଥିଲେ ପରିବା, ସେ ପରିବାକୁ ସବୁ ପକାଇଦେବା। ସବୁ ପରିବା ବି ପକାଇନି, ବାଇଗଣ ଆଉ ଝଟାକୁ ପଛରେ ପକାଇବା, କାହିଁକିନା ସେ ଜଲ୍ଦି ସଫ୍ଟ ହେଇଯିବ। କେବଳ ମୂଳା ଆଉ ଅମୃତଭଣ୍ଡା ଆଉ କଖାରୁକୁ କେବଳ ପକାଇଛି। ଆଉ ଯେଉଁ ମୂଳାର ଯେଉଁ ନାଡ଼ି ରଖିଥିଲି ତାକୁ ପକାଇଛି। ବର୍ତ୍ତମାନ ଏସବୁକୁ କଭର୍ କରି କିଛି ସମୟ ପାଇଁ ଛାଡ଼ିଦେବା ମିଡ଼ିୟମ୍ ଫ୍ଲେମ୍ରେ। ଆମର ଯେମିତି ସିଝିଯିବ, ଅଧା ବଏଲ୍ ହେଇଯିବ, ସେଇ ପର୍ଯ୍ୟନ୍ତ ଆମେ ୟାକୁ କୁକ୍ କରିନେବା। ତ ଦେଖନ୍ତୁ ବର୍ତ୍ତମାନ ଅଧା ସିଝି ଆସିଥିଲା। ତ ମୁଁ ଏବେ ପୁଣି ଲିଡ୍ ଖୋଲିକି ଯେଉଁ ଝଟା ଆଉ ବାଇଗଣ ରଖିଥିଲି ତାକୁ ପକାଇଦେଲି। ତ ଏସବୁକୁ ଭଲ ଭାବେ ଗୋଳେଇ ନେଇ ପୁଣି ସିଝେଇ ଦେବା। ତ ସେ ବାଇଗଣ ଭଲ ଭାବେ ସିଝିଗଲା ପରେ ଦେଖନ୍ତୁ ମୁଁ ପୁଣି ଏଥିରେ ଟମାଟୋ ଆଡ଼୍ କରିଛି। ବଡ଼ ବଡ଼ ଟମାଟୋ 3ଟା ଟମାଟୋ ନେଇଥିଲି, କାହିଁକିନା ଆମର ପେଜ ପୁରା ଫ୍ରେଶ୍ ଥିଲା, ଖଟା ହେଇନଥିଲା। ତ ବଡ଼ ବଡ଼ ଟମାଟୋ 3ଟା ପକାଇଛି। ଆଉ ଏଠି ଖଟା ହେବା ପାଇଁ 1 ଆମ୍ବୁଲ ଦେଇଛି। ଆଉ ଆପଣମାନେ ଅଧିକା ଆମ୍ବୁଲ। ବର୍ତ୍ତମାନ ଆମେ କାଞ୍ଜି ପାଇଁ ଫୁଟଣ ପ୍ରସ୍ତୁତ କରିବା। ତ ମୁଁ ଏଠି ସୋରିଷ ତେଲ ନେଇଛି, ପାଖାପାଖି 2 ବଡ଼ ଟେବଲ୍ ସ୍ପୁନ୍ ନେଇଛି। ଆଉ ତେଲ ଆମର ବର୍ତ୍ତମାନ ଭଲ ଭାବେ ଗରମ ହେଇସାରିଲାଣି। ସେଠି ମୁଁ ପଞ୍ଚ ଫୁଟଣ 1 ସ୍ପୁନ୍ ନେଇଛି। ଆଉ ଶୁଖିଲା ଲଙ୍କା 4ଟା ନେଇଛି। ଆପଣମାନଙ୍କର ଯଦି ରାଗ ଦରକାର ତ ଅଧିକା ନେବେ। ଆଉ ଅଳ୍ପ ଟିକେ ହେଙ୍ଗୁ ସ୍ୱାଦ ପାଇଁ ପକାଇଛି। ଆଉ ଏସବୁକୁ ଭଲ ଭାବରେ ଟିକେ କଲର୍ ହେଇଗଲା ପରେ, ତାପରେ ଏଠି ଯେଉଁ ଭୃଷଙ୍ଗ ପତ୍ର ନେଇଛି, ଭୃଷଙ୍ଗ ପତ୍ର ଆପଣ ଅଧିକା ନେବେ, କାହିଁକିନା ଭୃଷଙ୍ଗ ପତ୍ରର ବାସ୍ନା ବହୁତ ଭଲ ଥାଏ। ଛୁଙ୍କ ଦେଲାରେ ସେଥିରେ ଭଲ ଲାଗେ। ଆଉ ଭଲ ଭାବେ ଏସବୁ ଟିକେ ଗୋଳେଇ ନେବା। ତାପରେ ଆମର ଏସବୁ ଗୋଳେଇ ହେଇଗଲା ପରେ ଆମେ ଯେଉଁ ରସୁଣ ରଖିଥିଲି, ୟାକୁ ବେଶୀ ପୁରା ଛେଚିବିନି, ଗୋଟା ଗୋଟା ଅଳ୍ପ ଟିକେ ଛେଚିଛି, ଗୋଟା ଗୋଟା ଅଛି ଦେଖନ୍ତୁ। ଆଉ ଏସବୁ ରସୁଣକୁ ଏଥିରେ ପକାଇକି ଯେମିତି ଆମର ପୁରା କଲର୍ ଆସିବ ସେଇ ପର୍ଯ୍ୟନ୍ତ ଆକୁ ଭଲ ଭାବେ ଗୋଳେଇ ନେବେ। ତ ସାଙ୍ଗମାନେ ଦେଖନ୍ତୁ ଏଠି ରସୁଣର କଲର୍ ପୁରା ଚେଞ୍ଜ ହେଇଗଲାଣି। ଆପଣମାନେ ଏଇଭଳି ଭାବେ ଥରେ ଆପଣଙ୍କ ଘରେ ରେସିପିଟି ନିହାତି ଭାବେ ବନାନ୍ତୁ। ଯଦି ଭଲ ଲାଗେ ମୋ ସହିତ ଥରେ ସେୟାର କରନ୍ତୁ କେମିତି ଲାଗିଲା। ବର୍ତ୍ତମାନ ଆମେ ଏଇ ଫୁଟଣକୁ ନେଇକି ଯେଉଁ ରଖିଥିଲେ ଆମେ କାଞ୍ଜିକୁ ସିଝେଇକି ଆମେ ସେଇଥିରେ ପକାଇଦେବା। ପକାଇ ଦେଇକି ସାଙ୍ଗେ ସାଙ୍ଗେ ଆମେ ଏହାର ଲିଡ଼୍କୁ ବନ୍ଦ କରିଦେବା। କାହିଁକିନା ଲିଡ଼୍ ବନ୍ଦ କରିବା ଦ୍ୱାରା ଏସବୁ କ'ଣ ନା ତା'ର ଯେଉଁ ସ୍ମେଲ୍ଟା ସେ ଭିତରେ ହିଁ ରହିବ, ଜମାରୁ। ବର୍ତ୍ତମାନ ଆମେ ଲିଡ଼୍ ବନ୍ଦ କରି 5 ମିନିଟ୍ ପର୍ଯ୍ୟନ୍ତ ଲୋ ଫ୍ଲେମ୍ରେ କୁକ୍ କରିନେବା, କାହିଁକିନା ଏହାର ସ୍ୱାଦଟି, ଯେଉଁ ଫୁଟଣର ସ୍ୱାଦଟି ପୁରା କାଞ୍ଜି ସହିତ ମିକ୍ସ ହେଇଯିବ। ତ ସାଙ୍ଗମାନେ କାଞ୍ଜି ପୁରା ରେଡ଼ି ହେଇଗଲାଣି।
ଆପଣମାନଙ୍କୁ ମୋ କାଞ୍ଜି ରେସିପିଟି କେମିତି ଲାଗିଲା ପ୍ଲିଜ୍ ମୋତେ ଗୋଟେ କମେଣ୍ଟ କରିବେ। ଆଉ ଲାଇକ୍ କରିବାକୁ ଜମାରୁ ବି ଭୁଲିବେନି। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି।